ନୂଆପଡ଼ା ଜିଲ୍ଲା ଖରିଆଡ଼ ରୋଡ ଏନ୍ଏସି ୱାର୍ଡ ନମ୍ବର 2 ମୁଡ଼ାଗାଁ ସ୍ଥିତ ପୋଖରୀରେ ଓଡ଼ିଶା ସରକାରଙ୍କ ଗୃହ ଓ ସରକାରୀ ବିକାଶ ବିଭାଗ ଦ୍ୱାରା ମୁକ୍ତ ଯୋଜନା ଅନ୍ତର୍ଗତ ମୋ ପୋଖରୀ କାମ କରାଯାଉଛି। ତେବେ ମୁକ୍ତା ନିୟମାବଳୀ ଅନୁସାରେ ସ୍ଥାନୀୟ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀଙ୍କୁ କାର୍ଯ୍ୟକାରୀ ସଂସ୍ଥା ଭାବରେ କାମ ନିୟୋଜିତ କରାନଯାଇ ଅନ୍ୟ ୱାର୍ଡର 13ଟି ମହିଳା ଗୋଷ୍ଠୀଙ୍କୁ ନିୟୋଜିତ କରାଯାଇଛି। ଏହା ସହିତ ଏହି ପୋଖରୀର କାମ ସମ୍ବନ୍ଧରେ ୱାର୍ଡର ସ୍ତରରେ ଏବଂ ଏନ୍ଏସି ସ୍ତରରେ କୌଣସି ବୈଠକ ହୋଇନାହିଁ। ଅଧିକାରୀ ନିଜକୁ ସୁହାଇଲା ଭଳି ମହିଳା ଗୋଷ୍ଠୀ ଚୟନ କରି ସଲାସୁତୁରାରେ ସରକାରଙ୍କ ଅର୍ଥକୁ ଆତ୍ମସାତ କରିବା ପାଇଁ ଚକ୍ରାନ୍ତ କରୁଥିବାର ସ୍ପଷ୍ଟ ଆଭାସ ହେଉଥିବା ସ୍ଥାନୀୟ ମହିଳା ଲିଖିତ ଭାବେ ନୂଆପଡ଼ା ଜିଲ୍ଲାପାଳ ହେମକାନ୍ତ ସ୍ୱାଇଁଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଖରିଆର ରୋଡ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ କମାଲେସନ ରଥଙ୍କୁ ପଚାରିବାରୁ ମୋ ପୋଖରୀ କାମ ମୁକ୍ତାରେ ସମସ୍ତ ନିୟମାବଳୀ ଅନୁସାରେ ସମ୍ପୂର୍ଣ୍ଣ କରାଯାଇଛି, ଏଥିରେ କୌଣସି ପ୍ରକାର ଅବହେଳା ଓ ଅନିୟମିତତା ହୋଇନଥିବା ପ୍ରକାଶ କରିଛନ୍ତି। ତେବେ ସରକାରଙ୍କର କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଲୋକାଭିମୁଖୀ କାର୍ଯ୍ୟର ବାରମ୍ବାର ଏଭଳି ଅଭିଯୋଗ ହେଉଛି। ନୂଆପଡ଼ା ଜିଲ୍ଲାରୁ ପରମେଶ୍ୱର ମେହେରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।